ମୁଁ ରୋଜି ସପ୍ତମ ଶ୍ରେଣୀର। ବାପା ମା ମୋ କୁନି ଭାଇକୁ ନେଇ ଆମ ଖୁସିର ପରିବାର। ବାପା ମୋର ସକାଳୁ କାମକୁ ବାହାରି ଯାଏ ଯେ ସଞ୍ଜ ନଇଲେ ଯାଇ ଫେରେ। ମୁଁ ବି ମୋର ସ୍କୁଲକୁ ଯାଏ। ଆଉ କୁନି ଭାଇକୁ ନେଇ ମା ଘରେ ଥାଏ। କେଜାଣି ବାପା ମୋର ଦିନସାରା ମୂଲ ଲାଗି କେତେ ପଇସା ପାଏ ପଚାରିଲେ ବି କେବେ କହେ ନା, ଖାଲି ଏତିକି କହେ, ତୋର କ'ଣ ଦରକାର କହୁନୁ। ପ୍ରତିଥର ପରି ସେଦିନ ବି ବାପା ଆଣିଥିଲେ ଆମ ସମସ୍ତଙ୍କ ପାଇଁ ବହୁତ ସାରା ଖାଇବା, ଆଉ ସେ ବି ମୋ ନ୍ୟୁଟ୍ରିସନ୍ ଚାର୍ଟ ଅନୁସାରେ, ଯାହାକି ମୋ ଟିଚର ବନେଇବା ପାଇଁ କହିଥିଲେ। ବାପାଙ୍କୁ ମୁଁ କେତେ ଥର ପଚାରିଛି ଏତେ ସବୁ କ'ଣ ପାଇଁ, କିନ୍ତୁ ସବୁବେଳେ ତାଙ୍କର ଗୋଟିଏ ହିଁ ଉତ୍ତର ଥାଏ, ବେଟା, ଜୀବନରେ ସମସ୍ତେ ଧନୀ ହେଇ ବଞ୍ଚିବା ଅପେକ୍ଷା ଗୋଟେ ସୁସ୍ଥ ଜୀବନ ପାଇଁ ଭଲ ପୁଷ୍ଟି ସାଧନ ନିହାତି ଆବଶ୍ୟକ, ଆଉ ସେ ବି ତୋ ଭଳି ଛୋଟ ବୟସରୁ। ବାପା ମୋର ଗରିବ ହୋଇ ବି ଆମ ସମସ୍ତଙ୍କର ବହୁତ ଯତ୍ନ ନିଅନ୍ତି। ମୁଁ ବେଳେ ବେଳେ ଭାବେ ଯେ ସବୁ ବାପାମାନେ ମୋ ବାପାଙ୍କ ଭଳି ତ।